अनेक खाता अच्छी से खाता भितर अनेक किसी भी लिखा जाए किंतु से खाता भितर गोटे नियारा खाता थाए जहाँ को आम समस्ते कहू रफ खाता। एस न्यूज ओडिया प्रयोजन आम एक नुआ स्टोरी इमेज ओडिया साहित्यर एक नुआ विप्लव को नहीं आम आपन को देखाइबू सबुदिन ठीक संध्यारे नुआ धारावाहिक रफ खाता। हाँ दर्शक बंधु यहाँ आम रफ खातार ना ये देचु तो जीवन में सब मूल्यवान हूँ रफ खाता। कहीं या रफ तो कही पारती किंतु प्रकृत में से खाता जे केते महान आम जीवन में आमर नुआ धारावाहिक रफ खाता देखिले आपण माने जानि परिबे। याको संयोजना करिसेंती अध्यापक प्रफुल्ल साहू आउ एतरे सह संपादिका अछंती प्रगति भुइया आउ प्रयोजक प्रसन्न कुमार दास। एस न्यूज ओडिया रो नुआ प्रयास कवि लेखक और गाल्पिक को नहीं आपण माने देखिबा को जमा भूलिबेनी। आमर स्टोरी इमेज रो ना होउची रफ खाता। नमस्कार मु लक्ष्मी प्रिया दर्शक बंधु मु अभिमान करछि आपण मन को परे अब बिल्कुल कथा हेबिनी आम स्टोरी इमेज रो नुआ कार्यक्रम निश्चय देखिबे। इटिकिली मिटिकिली फुटी गला काईच तमर आमर नाली पाइच। हाँ दर्शक बंधु आम स्टोरी इमेज रो नुआ कार्यक्रम संजय नइला परे केवल एस न्यूज ओडिया। नमस्कार दर्शक बंधु शुभ संध्या। स्टोरी इमेज रफ खाता को आपण मानक स्वागत। आज रफ खाता पड़ी इंद्रधनुर रंग छिटा फर्द सबु रंगमय जो मानक रंग ढाली रफ खाता से माने हेले पंचानन सामंतराय, डॉक्टर प्राचीभूषण त्रिपाठी, गीतांजलि पंडा, सिद्धेश्वर नायक, स्वाति साधिका महांती। नमस्कार दर्शक बंधु स्टोरी इमेज रफ खाता को आपण मानक स्वागत। दर्शक बंधु संसार जगन्नाथ संस्कृति चली ये संस्कृति महान विश्व विविध गाँ को फेरी जा शिखा पोड़पिठा शिखा गेटे अटकाड़ी आज माँ मैंने यूट्यूब शिखुंट जो पोड़पिठा शिखी सीना उभय करेंगे तेरे गेटे अटकाड़ी एगुड़ा या से संस्कृति को पढ़े आम जाना तेणु जगन्नाथ संस्कृति को प्रति ओडिया घरे पढ़ा आवश्यक यह बार्ता। रफ खाता भक्ति अर्घ्य भुवनेश्वर किशोर प्रतिभा पंचानन सामंतराय कंठरू गीतटी आसंत शुणिबा। ए धर्म ए
ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦର ଆଉ ତନ୍ତ୍ର ସାଧକ ଗବେଷକ ଡକ୍ଟର ପ୍ରାଚୀଭୂଷଣ ତ୍ରିପାଠୀ ଯାହା କହିଛନ୍ତି, ସଦାନନ୍ଦ କନ୍ଦାୟ ପ୍ରଣତାର୍ତିହରାୟ ଚ ନୀଳାଚଳ ନିବାସାୟ ଜଗନ୍ନାଥାୟ ତେ ନମଃ। ଅଚିନ୍ତ୍ୟ ବ୍ୟକ୍ତରୂପାୟ ନିର୍ଗୁଣାୟ ଗୁଣାତ୍ମନେ ସମଗ୍ର ଜଗତଧାର ମୂର୍ତ୍ତୟେ ବ୍ରହ୍ମଣେ ନମଃ। ନମସ୍କାର। ସମଗ୍ର ବିଶ୍ୱ ମଧ୍ୟରେ ଯେଉଁ ଚାରିଧାମ ରହିଛି ପୁରୀ, ବଦ୍ରୀନାଥ, ଦ୍ୱାରକା ଓ ରାମେଶ୍ୱର, ତନ୍ମଧ୍ୟରେ ପୁରୁଷୋତ୍ତମ ଧାମ ସର୍ବଶ୍ରେଷ୍ଠ ଧାମ ରୂପେ ପରିଚିତ। ଏହି ପୁରୁଷୋତ୍ତମ କ୍ଷେତ୍ରକୁ ନୀଳାଚଳ ଧାମ, ଶଙ୍ଖ କ୍ଷେତ୍ର, ଚକ୍ରତୀର୍ଥ ଆଦି ନାମରେ ଧର୍ମ ପ୍ରଚାରକ ଗଣ ବର୍ଣ୍ଣନା କରିଥାନ୍ତି। ପଞ୍ଚସଖା ଯୁଗରେ ଯେଉଁ ବିଶିଷ୍ଟ ସାଧକ ଅଚ୍ୟୁତାନନ୍ଦ ଦାସ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ଉତ୍କଳରେ ଏହି ଧାମକୁ ଲକ୍ଷ୍ୟ କରି ମନ୍ଦିର ଆତ୍ମକଥାରେ ଉତ୍କଳମନ୍ଦି ଗୋପବନ୍ଧୁ କହିଛନ୍ତି, ଜଗତ ସରସେ ଭାରତ କମଳ ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ। ହିନ୍ଦୁ ଜଗତରେ ଚତୁର୍ଧାମରେ ବିଷ୍ଣୁ ପୂଜା ପାଇ ଆସୁଛନ୍ତି। ଏ ପୁରୁଷୋତ୍ତମ କ୍ଷେତ୍ର ହେଉଛି ବିଷ୍ଣୁଙ୍କର ଶରୀର। ତା ମଧ୍ୟରେ ଥିବା ଅନ୍ତର୍ବେଦୀଟି ସ୍ଥାନଟି ହେଉଛି ବିଷ୍ଣୁଙ୍କର ହୃଦୟ। ଏହି କ୍ଷେତ୍ରରେ ବିଷ୍ଣୁଙ୍କର ଶରୀର ହୋଇଥିବାରୁ ପରମାତ୍ମା ଏହି କ୍ଷେତ୍ରରେ ନିଜ ଶରୀର ଧାରଣ କରି ନିଜ ନାମ ଅନୁସାରେ ପୁରୁଷୋତ୍ତମ ଆଖ୍ୟା ଦେଇଛନ୍ତି। ସ୍କନ୍ଦ ପୁରାଣରେ ଏହା ପୂର୍ଣ୍ଣ ରୂପେ ବର୍ଣ୍ଣନା କରାଯାଇଛି। କପିଳ ସଂହିତାରେ ମଧ୍ୟ କୁହାଯାଇଛି, ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ସ୍ମୃତ ଉତ୍କଳସ୍ୟ ସମାଦେଶ ଦେଶ ନାସ୍ତି ମହୀତଳେ। ଯାହାଙ୍କ ନାମ ସ୍ମରଣ ମାତ୍ରକେ ମଣିଷ ମନରେ ରୋମାଞ୍ଚ ସୃଷ୍ଟି ହୁଏ, ଯାହାଙ୍କର ନାମ ଥରେ ମାତ୍ର ଉଚ୍ଚାରଣ କଲେ କୋଟି ଜନ୍ମର ପାପ ଧ୍ୱଂସ ହୋଇଯାଏ, ସେ ହେଉଛନ୍ତି ପତିତ ପାବନ, ସେ ହେଉଛନ୍ତି ପୁରୁଷୋତ୍ତମ ପୁରୁଷଶ୍ରେଷ୍ଠ ରାଜା, ପୁଣ୍ୟକ୍ଷେତ୍ରର ରାଜା, ଶ୍ରୀକ୍ଷେତ୍ରର ରାଜା। ସେ ମୀନ, କଚ୍ଛପ, ବରାହ, ନୃସିଂହ, ବାମନ ଇତ୍ୟାଦି ସବୁ ରୂପ ଧାରଣ କରି ପରଶୁରାମ, ରାମ ସେଇ ବ୍ରହ୍ମ ସତ୍ତାକୁ ଆଣି ଆଜି ମାନବ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ରରେ, ଯାହା ଶ୍ରୀଗୁଣ୍ଡିଚା ନାମରେ ବର୍ତ୍ତମାନ ଚାଲିଛି ନୀଳାଦ୍ରି ମହୋତ୍ସବ। ସେ ନୀଳାଦ୍ରି ମହୋତ୍ସବ ପରେ ଆଜି ହେରା ପଞ୍ଚମୀ ଗତି କରି ଯାଇଛି। ସେ ହେରା ପଞ୍ଚମୀରେ ସ୍ତ୍ରୀମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ଏଠି ଖୁଣ୍ଟିଆ ସେବକଙ୍କ ମାଧ୍ୟମରେ ଲକ୍ଷ୍ମୀ ସାନ୍ତାଣୀ ପଚାରିଛନ୍ତି, ପଟ୍ଟ ମହିଷୀ, ତମେ ତ ଦେବରାଜ, ଦେବତାମାନଙ୍କ ମଧ୍ୟରେ ରାଜା, ତୁମର କ'ଣ ସମ୍ପତ୍ତି ଅଛି, ତୁମର କେଉଁଠି କ'ଣ ପାଉତି କାଟୁଛ? ସେ କହିଛନ୍ତି, ମୋର କିଛି ନାହିଁ, ସବୁ ତମର। ତମେ ସବୁଗୁଡ଼ାକ ଶ୍ରୀଲକ୍ଷ୍ମୀଙ୍କର, ତମ ନାଁରେ ମୁଁ ସବୁ କରିଦେଇଛି। ଶ୍ରୀବତ୍ସ ଖଣ୍ଡଶାଳ, ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର ଏବଂ ଯାତ୍ରା ମଧ୍ୟ ଶ୍ରୀ ଗୁଣ୍ଡିଚା। ତେଣୁ ଏହି ସମୟରେ ଭଉଣୀ ଭାଇକି ନେଇକରି ସେ ଫେରିବା ପରେ, ସେ ଆଡ଼ପ ମଣ୍ଡପକୁ ଆସିବା ପରେ, ଜନ୍ମବେଦକୁ ଆସିବା ପରେ ଯେତେବେଳେ ସେ ରାଗି ଯାଇଛନ୍ତି, ସେତେବେଳେ ସେ ପୁନର୍ବାର ଆସିଛନ୍ତି ଭେଟ କରିକିରି କାହାକୁ ନା ବିମଳାଙ୍କ ଭେଟ କରି ଆସିଛନ୍ତି। ତନ୍ତ୍ର ପ୍ରଥା ଟିକେ ରହିଛି। ବିମଳା ତାଙ୍କୁ ଚୂର୍ଣ୍ଣ ଦେଇଛନ୍ତି ଏବଂ କହିଛନ୍ତି, ଯାହା ସେ ଜାଗାରେ ପହଞ୍ଚିବ ଯେଉଁଠି ସେ ଅଛନ୍ତି। ସେ ଗୁଣ୍ଡିଚା ମନ୍ଦିରକୁ ଆସିବା ପରେ ସେଠି ସେ ପହଞ୍ଚି ଯେତେବେଳେ ତାଙ୍କୁ ସେ ପକାଇଛନ୍ତି ସେ ଚୂର୍ଣ୍ଣ ଗୁଣ୍ଡି, ସେତେବେଳେ ସେ ତାଙ୍କର ଅଧର ଚୁମ୍ବିତ ମାଳକୁ ପ୍ରଦାନ କରିଛନ୍ତି। ସେ ଅଧର ଚୁମ୍ବିତ ମାଳରେ ନେଇକରି ସେ ଫେରିଛନ୍ତି ଏବଂ କାଠ ଖଣ୍ଡେ ଭାଙ୍ଗିକରି ଫେରିଛନ୍ତି, ଯାହା ଗତକାଲି ମୁଁ ତାହା କହିଛି। ଏବଂ ସେ ସେବକମାନଙ୍କ ଦ୍ୱାରା ସେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗିକିରି ହେରାଗୌରୀ ସାହିବା ବାଟ ଦେଇକରି
पलि जाती मंदिर बिना बाजा और रोशनी रे। तेणु से उच्च स्थान देइछंती। एटी श्रीक्षेत्र रे नारी मान को उच्च स्थान दिया जाइछि, से ताको भूली नांती। द्वितीय पक्ष ये हूँ षष्ठ दिन घटना। ये षष्ठ दिन पर सप्तम दिन आसीब, जो सप्तम दिन रे अष्टमी दिन गुंडीचा मंदिर सम्मुखें थिबा तीन रथ को बा चतुर्था मूर्तिंकर जो रथ को दक्षिणायन कराजिबो। से दक्षिणाभिमुखी करी सारिबा परे नवमी दिन श्री गुंडीचा मंदिर रे जीव मानकर प्रसिद्ध नवमी दर्शन उत्सव अनुष्ठित हेब। नवमी दर्शन पुण्यफल लाभ निमंते यही दिन गुंडीचा मंदिर रे लक्षाधिक भक्तंकर समागम हुए, जहाँ ए वर्ष नाही। कोरोना प्रपीड़ित भक्त मानकर से टीवी माध्यम रे दर्शन करी चर्म चक्षु को जे मुक्ति देवे हम आशा पोषण करुच्ची। बहुत बहुत धन्यवाद। कवितारे जीवन शब्दरे भाव कवयत्री गीतांजलि पंडांक कवितारे। नमस्कार दर्शक बंधु, रफ खातार फर्दरे मु कवि डॉक्टर गीतांजलि पंडा। मो कवितार शीर्षक होची क्षोभ एक हृदय। हे प्रभु, तुमे ही जगतर नाथ, महायोगी पत्ताहीन आखि, हस्तपादहीन विश्व ब्रह्मांडर कर्ता, ଯଶୋଦାର କାଇଁଚ ମାଳିଆ, ରାଧାର କଦମ୍ବ ମୂଳିଆ, ନାମ ତମ ଶିଖଣ୍ଡ ଚୁଳିଆ, ନାମ ତମ ଶିଖଣ୍ଡ ଚୁଳିଆ। ବିପତ୍ତି ଓ ଆପତ୍ତିରେ ତୁମେ ପତିତ ପାବନ, ପୂର୍ଣ୍ଣ ଆତ୍ମସମର୍ପଣରେ ଗଜ ଓ ହରିଣୀର ଡାକ ଶୁଣ। ପାଞ୍ଚାଳୀର ବସ୍ତ୍ର ରଖ, ଆଁ ମେଲାଇ ଯଶୋଦାକୁ ପାଗଳି କରିଦିଅ। ସେ ଦେଖିଛି ବିଶ୍ଵ ବ୍ରହ୍ମାଣ୍ଡର ରୂପ, ଯାହାକୁ କହିଛି ମାନନ୍ତି ନାହିଁ ସେମାନେ, କହନ୍ତି ଯଶୋଦା ମିଛ କହୁଛି। ମାନସିକ ବିକୃତି ଘଟିଛି। ହେ ବ୍ରହ୍ମାଣ୍ଡ ଠାକୁର, ବଡ଼ଦାଣ୍ଡକୁ ଓହ୍ଲାଇ ଆସ, ବିପତ୍ତିରୁ ମୁକ୍ତ କର, ମୋତେ କର ବାଇ ଚଢ଼େଇଟିଏ, ସହସ୍ର କୁଟା କାଠି ନେଇ ବସାଟିଏ କରିବି। ହେ ବ୍ରହ୍ମାଣ୍ଡ ଠାକୁର, ବଡ଼ଦାଣ୍ଡକୁ ଓହ୍ଲାଇ ଆସ, ବିପତ୍ତିରୁ ମୁକ୍ତ କର, ମୋତେ କର ବାଇ ଚଢ଼େଇଟିଏ, ସହସ୍ର କୁଟା କାଠି ନେଇ ବସାଟିଏ କରିବି। ଅଣ୍ଡା ଦେଇ ଛୁଆର ଲୋମ ଉଠିଲେ ଉଡ଼ି ବୁଲିବେ, ଏ ଡାଳରୁ ସେ ଡାଳକୁ, ମୋର ଚିନ୍ତା ହଜିଯିବ, ମାନସିକ ସନ୍ତୁଳନ ଥିବ। ଅହରହ କଳିଯୁଗ ମଣିଷର, ମା ବାପ ଭଳି ଘାଣ୍ଟି ହୋଇ, ପଥହରା ହୋଇ, ବାଟ ଖୋଜିବାକୁ ଛାଡ଼ୁନଥିବ ଜୀବନ। ଭାବୁଥିବି ସେହି କଥା, ଗଲେଣି ତୋ ସଙ୍ଗରୁ ଯେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ। ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଚୁଟିଲେ ତୋତେ ବୋଲିବେ ଭୂତ। ଧନ୍ୟବାଦ। नमस्कार, मु पद्मावती बेहेरा। रफखातर आजिर पर्दकु आपण मानकु स्वागत। श्रीक्षेत्र महिमा अपार, अपूर्व तांकर लीलाखेला, रहस्यर भावमय ठाकुर श्री जगन्नाथ से कालिया साहन्तଙ୍କ विषय कहिसंती उत्कलर प्रतिभा सिद्धेश्वर नायक। जय जगन्नाथ। एस न्यूज ओडिया चैनल रो ए रफकथा कार्यक्रम को मु साधुवाद जणाउछि तथा श्रोता मंडली मानकु मोर यथाविहित सम्मान अर्पण करुछि। जय जगन्नाथ। आसंतु सेई बड़ दांडर से जो दृश्य तीन रथर जो महिमा ताहा अवर्णनीय, नेति नेति शास्त्र मध्य वर्णना करने अक्षम। आसंतु ओम रथो घोषं समाकर्ण्यं जे हस्यन्ति नरोत्तमः, ब्रह्म हत्यादि पापेभ्यो मुक्त्वा भर्वबन्धनात्, रथानुगमनं चतु भजते परम पद, बहुनात्र विमुक्तेन रथोत्सव विलोकनात्।
ନୀଳାଦ୍ରି ମହୋଦୟ ସୁନ୍ଦର କଥା କହୁଛନ୍ତି। ଘୋଷ ଯାତ୍ରାରେ ରଥର ଯୋଉ ଘର ଘର ନାଦ ଯାହା କର୍ଣ୍ଣରେ ପଡେ ଗୋ ହତ୍ୟାଦି ପାପ ଅନେକ ଜନ୍ମର ସାର୍ଥକ ମିଳିଥାଏ। ତେବେ ଏଇ ଯୋଉ ଘର ଘର ନାଦ ଯାହା କାରଣରେ ପଡେ ସିଏ ଜୀବନ ଧନ୍ୟ ହେଇଯାଏ। ଏବଂ ଯୋଉମାନେ ରଥ ସହିତ ସାଙ୍ଗରେ ଯାଆନ୍ତି ଦେବତା ମାନେ ତାଙ୍କୁ ସ୍ତୁତି କରନ୍ତି ବୋଲି ବନ୍ଦନା କରନ୍ତି ବୋଲି ଏକଥା ମଧ୍ୟ ଶାସ୍ତ୍ର କହେ। ତେବେ ଘୋଷ ଯାତ୍ରାରେ ଯୋଉ ରଥ ଘର ଘର ନାଦ କରିକିରି ଯାଉଛନ୍ତି ସେଥିପାଇଁ ଆଜି କବି କଣ୍ଠରେ ସୁନ୍ଦର କଥା କହୁଛନ୍ତି। ରଥରୁଡ଼ଙ୍କୁ ଦର୍ଶନ ଯେ କରେ ଧନ୍ୟ ତା ଜୀବନ, ସେ ବଂଶେ ଯେତେ ପାପ ଥାଇ ତାହା ସମସ୍ତ ନାଶ ଯାଇ, ରଥ ଛାୟାରେ ଯେ ବସଇ ନିଶ୍ୱାସ ପ୍ରଶ୍ୱାସ କେଶେଇ, ଲଭଇ ଅଶ୍ୱମେଧ ଫଳ ତା ପୁଣ୍ୟ କିଏ କରିବ ଠୁଳ। କଠୋପନିଷଦ ସୁନ୍ଦର କଥା କହୁଛନ୍ତି। ଏଇ ରଥ ସହିତ ଶରୀର ରଥ ହଉଛି ସମାନ। ଆତ୍ମାନଂ ରଥନଂ ବିଧି ଶରୀରଂ ରଥମେବ ତୁ, ବୁଦ୍ଧି ତୁଂ ସାରଥି ରଥି, ବୁଦ୍ଧି ତୁଂ ସାରଥି ବିଧି ମନ ପ୍ରଗ୍ରହ ମେ ବଚ। ଆଜ୍ଞା ଶରୀର ହଉଛି ରଥ, ଆତ୍ମା ହଉଛନ୍ତି ରଥି, ବୁଦ୍ଧି ହଉଛନ୍ତି ସାରଥି, ଅଶ୍ଵ ଲଗାମ ଇତ୍ୟାଦି। ତେବେ ଯାହା ହଉ ଆପଣଙ୍କର ଇଏ ଶରୀର ଯଦି ରଥ, ଆ ଭିତରେ ଠାକୁର ଅଛନ୍ତି। ଭୀମ ଭୋଇ କହୁଛନ୍ତି ସନ୍ଥ କବି ଏ ଦେହେ ଜଗନ୍ନାଥ ଅଛି। ତେବେ ଋଗ୍ବେଦ ଗୋଟିଏ ଶ୍ଲୋକ କହିଲେ ଦ୍ୱା ସପୁର୍ଣ୍ଣ ସଯୁଜ ସଖାୟୋ ସମାନଂ ବୃକ୍ଷଂ ପରିସଜାତେ, ତତୋରଣ୍ୟଂ ପିପଳଂ ସ୍ୱାଦୁ ତ୍ୟନାସ୍ମନନ୍ୟ ଅଭିଚାସଗିତି। একই বৃক্ষে ହଂସ ଦୁଇ ବସନ୍ତି ପ୍ରିୟ ଭାବ ବହି କଥା ଭାଗବତ ବି କହୁଛନ୍ତି। ତେଣୁ ଋଗ୍ବେଦ କହୁଛନ୍ତି ଆ ସମ୍ପୂର୍ଣ୍ଣ ସଯୋଜ ସଖାୟ, ଯୋଡ଼ିଏ ପକ୍ଷୀ ବିପରୀତ ଦିଗକୁ ବସିଛନ୍ତି। ଏହି କାରଣରେ ଯେ କାହିଁକି ନା ଗୋଟିଏ ହଉଛି ଜୀବ, ଅନ୍ୟଟି ପରମ। ଜୀବ ମାୟାରେ ଆଚ୍ଛନ୍ନ, ଏ ଜୀବ ଆହାରବ ଲମ୍ପଟେ, ବନ୍ଧନ ଭବ ସିନ୍ଧୁ ତଟେ। ଜୀବ କହୁଛି ମୁଁ ଖାଇବି, ଜୀବ ମାୟାରେ ଆଚ୍ଛନ୍ନ, ପରମ ପକ୍ଷୀର କିଛି ଆବଶ୍ୟକତା ନାହିଁ। ଭଗବତ ଗୀତା କହୁଛନ୍ତି ନୟନଂ ଛିନ୍ଦନ୍ତି ଶସ୍ତ୍ରାଣୀ ନୟନଂ ଦହତି ପାବକଃ, ନ ଚୈନଂ କ୍ଲେଦନ୍ତ୍ୟାପ ନ ଶୋଷୟତି ମରୁତ। ତେବେ ମାଟି ଘଟ ପଞ୍ଜୁ ରିକେ ସୁବର୍ଣ୍ଣର ଶୁଆ, ଅଠା କାଠି ଲଗାଇଛି ଭାବ ବିନୋଦିଆ, ସେହି ଭାବ ବିନୋଦିଆ। ଭାବ ବିନୋଦିଆ ହଉଛନ୍ତି ସେଇ ଜଗନ୍ନାଥ। ଭାବ ବିନୋଦିଆ ଠାକୁର ହଉଛନ୍ତି ମହିମାମୟ ଭଗବାନ ପରମାତ୍ମା। ତେଣୁ ସେଇ ଜୀବ ପରମକୁ ଯଦି ଆମେ ଚିହ୍ନି ପାରିବା, ରଥାରୂଢ଼ ସେଇ ରଥ ଉପରେ ଯୋଡ଼ିଏ ପକ୍ଷୀକି ଯଦି ତତ୍ଵ ମତରେ ଅନୁଭବ ସୂତ୍ରରେ ଆମେ ଜାଣିପାରିବା, ତାହେଲେ ସେ ମଧ୍ୟ ଆମରି ଏ ଶରୀର ଭିତରେ ବିଦ୍ୟମାନ ଅଛନ୍ତି। ମାନବୀୟ ଲୀଳାରେ ପ୍ରଭୁଙ୍କର ଏ ନିଦର୍ଶନ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବିଟେକ୍ର ଛାତ୍ରୀ ହୋଇ ବି ତାଙ୍କ କଣ୍ଠରେ ଯାଦୁ, ତାଙ୍କ ସ୍ୱରରେ ସାପ ବି ଖେଳେ, ମୟୂରୀ ବି ନାଚେ। ସେ ହେଉଛନ୍ତି ସ୍ୱାତି ସାଧିକା ମହାନ୍ତି। ଆସନ୍ତୁ ଶୁଣିବା ତାଙ୍କ ସୁମଧୁର ଗୀତ।
बंधु आम कार्यक्रम देखा मोटे भूलें लाइक शेयर सब्सक्राइब निश्चय करेंगे। आसंता काली जाए विदाय दियंतु रहिली नमस्कार। तेबे आपणक मोबाइल रे कविता हेउ कि गल्प निजे पढ़ी आम व्हाट्सएप नंबर को पठातु। आम व्हाट्सएप नंबर 7504422096। आउ थरे कहि दउछु 7504422096। आम जोगाजोग नंबर 9337286723। रफ खाता